ରୁବିଙ୍କୁ ଗୋଟେ କଲ୍ ଆସିବ। ଆଉ ରୁବି କଲ୍ ଉଠେଇ କହିବେ, ଥ୍ୟାଙ୍କ ୟୁ ଏମଏଲଏ ସାର୍, ଏତେ କମ୍ ସମୟରେ ଆପଣ ଦିଟା ମହାନ କାମ କରି ମୋତେ ଖୁସି କରେଇଦେଲେ। ଆଉ ବିଛା ବୋଟଲ ଧରି କହିବେ, ମୋ ପାଖରୁ କଥା ସରୁ ସରୁ ଏତେ ସୁନ୍ଦର ଗିଫ୍ଟ ପଠେଇଦେଲେ, ମୋ ପାଟିରୁ କଥା ସରୁ ସରୁ ଏତେ ସୁନ୍ଦର ଗିଫ୍ଟ ପଠେଇଦେଲେ ମୋ ପାଖକୁ। ତା ସାଙ୍ଗକୁ ପଲ୍ଲବୀ କେମିତି ଡେରି ରାତି ପର୍ଯ୍ୟନ୍ତ ବାହାରେ ରହିବ ତା ବ୍ୟବସ୍ଥା ବି କରେଇଦେଲେ ଆପଣ। ଆଉ ହଁ, ପଲ୍ଲବୀ ସାଙ୍ଗେ ସାଙ୍ଗେ ଫୁଲ୍ ଟାଇମ୍ ସେ ସଞ୍ଜୀବ ଯେମିତି ରହିବ ତା ବ୍ୟବସ୍ଥା କରିବା ଆପଣ ଭୁଲି ଯାଇ ନାହାନ୍ତି ତ? ଓକେ ଓକେ, ମୁଁ ଆପଣଙ୍କ ଏ ଋଣ ଶୁଝି ପାରିବିନି ଏମଏଲଏ ସାର୍। ପୁଣି କହିବେ, ଥରେ ଖାଲି ପଲ୍ଲବୀକୁ ମୁଁ ଭିତରୁ ଭାଙ୍ଗିଦିଏ, ତାପରେ ତା ଉପରେ ପ୍ରତିଶୋଧ ନେବା ପାଇଁ ଆପଣଙ୍କୁ ବି ସୁଯୋଗ ମିଳିଯିବ। ଠିକ୍ ଅଛି, ଆପଣ ଆରାମସେ ରେଷ୍ଟ ନିଅନ୍ତୁ, ମୁଁ ରଖୁଛି କହି କଲ୍ କାଟିଦେବେ। ଆଉ ବିଛା ବୋଟଲକୁ ଦେଖି କହିବେ, ତୁ ମୋତେ ଏ ବେଡ୍ରେ ଶୁଆଇ ଦଉନୁ ନା ବୁଢ଼ୀ? ତ ଦେଖ, ଆଜି ରାତି ମୁଁ ତୋ କାମ ତମାମ କରିଦେଉଛି। ତାପରେ ସେ ବୋଟଲକୁ ବାକସରେ ରଖିଦେବେ। ଆଉ କହିବେ, ପୁରା ମାସେ ପର୍ଯ୍ୟନ୍ତ ଏ ବେଡ୍ରୁ ଉଠିବନି ବୁଢ଼ୀ। ତାପରେ ନୀଲମ ଆସି କହିବେ, ମୁଁ ତମକୁ ଏସବୁ କରିବାକୁ ଦେବିନି ମାମା। ମୁଁ ତମକୁ ଦାଦିମାଙ୍କର କିଛି ବି କ୍ଷତି କରିବାକୁ ଦେବିନି ମାମା। କି ସଞ୍ଜୀବ ନା ନେଇ ପଲ୍ଲବୀକୁ ବି ବଦନାମ ହେବାକୁ ଦେବିନି। ମୁଁ ତମର ସବୁ କଥା ଶୁଣିସାରିଛି ମାମା। ମୁଁ ତମର ଏ ହୀନ ଉଦ୍ଦେଶ୍ୟକୁ କେବେ ବି ପୂରା ହେବାକୁ ଦେବିନି। ତାପରେ ରୁବି କହିବେ, ଆଚ୍ଛା, ମୋ ଝିଅ ହେଇ ଯୋଉମାନେ ମୋ ଶତ୍ରୁ ସେମାନଙ୍କ ସାଇଡ୍ ନେଇ କହୁଛୁ? ତାପରେ ନୀଲମ କହିବେ, ହଁ, କାହିଁକି ନା ମା ହେଇ ମଧ୍ୟ ତମେ ମୋ ମଙ୍ଗଳ ପାଇଁ ଆଜି ପର୍ଯ୍ୟନ୍ତ କିଛି ବି କରିନ। କିନ୍ତୁ ସେମାନେ ମୋର ପର ହେଇ ବି ମୋ ସହିତ ବହୁତ ଭଲ ବ୍ୟବହାର କରିଛନ୍ତି। ମୋ ପାଇଁ ବହୁତ ଭଲ ଚିନ୍ତା କରିଛନ୍ତି ସେମାନେ। ଏହାପରେ ରୁବି କହିବେ, ନୀଲମ। ତାପରେ ନୀଲମ କହିବେ, ଦାଦିମା ଆଉ ପଲ୍ଲବୀ ଏ ଜଣ ଯାକ ବହୁତ ଭଲ ମାମା। ତମେ ଏ କଥା ବୁଝୁନ କାହିଁକି? ତାପରେ ରୁବି ନୀଲମକୁ ଗୋଟେ ଚାପୁଡ଼ା ମାରିବେ। ତାପରେ ନୀଲମ କହିବେ, ତମେ ମୋ ଉପରେ ପୁଣି ହାତ ଉଠେଇଲ ମାମା। ଠିକ୍ ଅଛି, ତମେ ଏବେ ଯାହା ଯାହା କରିବା ପାଇଁ ପ୍ଲାନ୍ କରିଛ ସେ ସବୁ କଥା ସମସ୍ତଙ୍କ ଆଗରେ କହିଦେବି। ତାପରେ ପୁଣି ରୁବି ଚାପୁଡ଼ା ମାରିବେ। ଆଉ କହିବେ, ଥରେ ଖାଲି ମୁହଁ ଖୋଲି ସମସ୍ତଙ୍କ ଆଗରେ କହିବାକୁ ଚେଷ୍ଟା କର। ତାପରେ ଦେଖ କି ଅବସ୍ଥା କରୁଛି ତୋର। ଆଉ ତୋ ହଜବେଣ୍ଡଙ୍କର କ'ଣ ସବୁ ଘଟୁଛି ତାପରେ ଦେଖ କି ଅବସ୍ଥା କରୁଛି। ତୋର ଆଉ ତୋ ହଜବେଣ୍ଡଙ୍କର କ'ଣ ସବୁ ଘଟୁଛି ସେ କଥା ମୁଁ ସମସ୍ତଙ୍କ ଆଗରେ କହିଦେବି। ମୁଁ ସମସ୍ତଙ୍କ ଆଗରେ କହିଦେବି ତୁ ତୋ ହଜବେଣ୍ଡଙ୍କର ଟର୍ଚରରୁ ବଞ୍ଚିବା ପାଇଁ ଏଠି ଆସି ଲୁଚିକି ରହୁଛୁ। ନହେଲେ ମୁଁ ଗୋଟେ କାମ କରୁଛି, ତୁ ଏଠି ଲୁଚି ରହିଥିବା କଥା ମୁଁ ତୋ ହଜବେଣ୍ଡକୁ ଫୋନ୍ କରି କହିଦଉଛି। ସେ ଏଠିକି ଆସି ତୋତେ ଏଠୁ ନେଇଯିବ। ତାପରେ ନୀଲମ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ରୁବି କହିବେ, କହ, ଠିକ୍ ହେବ ତ? ଗୋଟେ କଥା ମନେ ରଖ ନୀଲମ, ଯଦି ତୁ ଏ ଘରେ କାହା ଆଗରେ ମୋ ବିଷୟରେ ଏତେ ଟିକେ ବି ମୁହଁ ଖୋଲିଛୁ ନା, ତାହେଲେ ମୁଁ ତୋର କି ଅବସ୍ଥା କରିବି ତୁ ଭାବି ପାରୁଥିବୁ। ସେଇଥିପାଇଁ ବେଟର ହେବ ମୁଁ କ'ଣ କରୁଛି, ତୁ ମୋତେ ମୋ ବାଟରେ ଛାଡ଼ିଦେ। ଆଉ ତୁ ପାଟି ବନ୍ଦ କରି ଚୁପ୍ ହେଇ ରହ। ସେଇଥିରେ ହିଁ ତୋର ମଙ୍ଗଳ ହେବ। ତ ଦର୍ଶକ ବନ୍ଧୁ, ଏବେ କ'ଣ ହେବ? ନୀଲମ କ'ଣ ସମସ୍ତଙ୍କ ଆଗରେ ରୁବିଙ୍କ ସବୁ ସତ କଥା କହିବେ କି? ଆଉ ସମସ୍ତେ ସବୁ ସତ କଥା ଜାଣିଲେ ରୁବିଙ୍କୁ ଘରୁ ବାହାର କରିଦେବେ କି? ଆମକୁ କମେଣ୍ଟ କରି ଜଣାନ୍ତୁ।